Hello dear students, welcome to my channel Easy Politics with Suresh. Dear students, ଆଜିର ଏହି ଭିଡ଼ିଓରେ ଆମେ ପଢ଼ିବା ପ୍ଲାଟୋଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କନସେପ୍ଟ। ସେ କନସେପ୍ଟ ହେଉଛି ଦାର୍ଶନିକ ରାଜା ବା ଦାର୍ଶନିକ ଶାସକ, ଯାହାକୁ କି ଇଂରାଜୀରେ ଫିଲୋସଫର କିଙ୍ଗ ବୋଲି କୁହାଯାଏ। ତ ବିଳମ୍ବ ନକରି ଆମର ଆଲୋଚନାକୁ ଆରମ୍ଭ କରିବା। ଡିୟର ଷ୍ଟୁଡେଣ୍ଟସ୍, ପ୍ଲାଟୋ ଏକ ବହୁତ ଇମ୍ପୋର୍ଟାଣ୍ଟ ବହି ଲେଖିଥିଲେ, ଯାହାକି ସାରା ବିଶ୍ୱରେ ପ୍ରସିଦ୍ଧ। ସେ ପୁସ୍ତକର ନାଁ ହେଉଛି ଦି ରିପବ୍ଲିକ୍। ଦି ରିପବ୍ଲିକ୍ ପୁସ୍ତକରେ ସେ ଏକ ଆଦର୍ଶ ରାଷ୍ଟ୍ର ଗଠନ କରିବା ପାଇଁ ବ୍ୟବସ୍ଥା କରିଥିଲେ ଏବଂ ସେହି ଆଦର୍ଶ ରାଷ୍ଟ୍ର ଗଠନ କ୍ଷେତ୍ରରେ ଦାର୍ଶନିକ ରାଜାଙ୍କର ଯେଉଁ ଭୂମିକା ଅଛି ତାହାକୁ ସେ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ ଦେଖିଥିଲେ ବା ସେହି ପ୍ରସଙ୍ଗକୁ ଅଧିକ ସେ ପ୍ରାଧାନ୍ୟ ଦେଇଥିଲେ। କାହିଁକି ଏହି ପ୍ରସଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ? ସେ ଏଇଥିପାଇଁ ପ୍ରାଧାନ୍ୟ ଦେଇଥିଲେ କାହିଁକି ନା ଯେତେବେଳେ ଜଣେ ଦାର୍ଶନିକ ଶାସକ ହୋଇଥାନ୍ତି ସେ ଉତ୍ତମ ଶାସନ କରିପାରିବେ। ଜଣେ ଦାର୍ଶନିକ ହେଉଛନ୍ତି ଏକ ବିଜ୍ଞ ଓ ତାଲିମ ପ୍ରାପ୍ତ ବ୍ୟକ୍ତି ଯିଏକି ଶାସନ କରିବା ପାଇଁ ଯୋଗ୍ୟ। ତାଙ୍କ ମତରେ ମାନେ ପ୍ଲାଟୋଙ୍କ ମତରେ ଯେମିତି ସମାଜରେ ବହୁତ ଗୁଡ଼ାଏ କାର୍ଯ୍ୟ ଅଛି ଏବଂ ସବୁ କାର୍ଯ୍ୟ ପାଇଁ ଆମକୁ କିଛି ନା କିଛି କୌଶଳ ଦକ୍ଷତାର ଆବଶ୍ୟକତା ହୋଇଥାଏ, ଠିକ୍ ସେମିତି ଶାସନ କରିବା ମଧ୍ୟ ହେଉଛି ଗୋଟେ କାର୍ଯ୍ୟ ଏବଂ ସେଇଥିପାଇଁ ଦରକାର ଆମକୁ ତାଲିମ ଦରକାର, କୌଶଳ ଦରକାର, ଦକ୍ଷତା ଏବଂ ଅଭିଜ୍ଞତା ଦରକାର। ତେଣୁ ଗୋଟିଏ ବ୍ୟକ୍ତି ଯିଏକି ତାଲିମ ପ୍ରାପ୍ତ, ଯାହା ପାଖରେ କି ଜ୍ଞାନ ଅଛି ଏବଂ ଯିଏକି ଅଭିଜ୍ଞ, ସେହି ବ୍ୟକ୍ତି ଯଦି ଶାସନ କରିବେ ତାହେଲେ ସମାଜରେ ସମସ୍ତଙ୍କର ମଙ୍ଗଳ ହୋଇପାରିବ। କାରଣ ସେ ଭାବୁଥିଲେ ଯେ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଯଦି ଉତ୍ତମ ଜୀବନଯାପନ କରିବେ ତାହେଲେ ଆମର ଆତ୍ମା ହେଉଛି ଅମରତ୍ୱ ହାସଲ କରିପାରିବ ଏବଂ ସ୍ୱର୍ଗ ସୁଖ ଆମେ ପାଇପାରିବା। ତେଣୁ ତାକୁ ସେ କେମିତି ଆଗକୁ ବର୍ଣ୍ଣନା କରିଛନ୍ତି ଆଜିର ଏହି କନସେପ୍ଟରେ ଆମେ ଆଲୋଚନା କରିବା। ପ୍ଲାଟୋ କହୁଥିଲେ ଯେ ଜଣେ ଦାର୍ଶନିକ ଶାସକ ସେ ସମାଜର ସମସ୍ତଙ୍କର ମଙ୍ଗଳ କାମନା କରନ୍ତି। ସେ ନିଜର ପ୍ରଜାମାନଙ୍କର ସୁରକ୍ଷା କରିବା ସହିତ ସେମାନଙ୍କୁ ଏକ ଉତ୍ତମ ମଣିଷ ରୂପେ ଗଢ଼ି ତୋଳିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ପ୍ଲାଟୋଙ୍କ ଭଳି ଶାସନ ବ୍ୟବସ୍ଥା ବିଷୟରେ ନା ତାଙ୍କ ପୂର୍ବରୁ ଯେତେ ସବୁ ଦାର୍ଶନିକ ଥିଲେ କେହି ମଧ୍ୟ ସେମିତି ଆଲୋଚନା କରିନଥିଲେ, କିମ୍ବା ତାଙ୍କ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେ ସବୁ ଦାର୍ଶନିକ ମାନେ ଆସିଥିଲେ ସେମାନେ ମଧ୍ୟ ସେତିକି ଆଲୋଚନା କରିନଥିଲେ ଯେତିକି ପ୍ଲାଟୋ ଶାସନ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ। ତ କାହିଁକି ସେ ଅଧିକ ପ୍ରାଧାନ୍ୟ ଦେଇଥିଲେ? କାହିଁକି ନା ଗୋଟିଏ ଉତ୍ତମ ଦାର୍ଶନିକ ହିଁ ନିଜର ସ୍ୱାର୍ଥ ପରିବର୍ତ୍ତେ ସମାଜର ସମସ୍ତଙ୍କର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବେ ଏବଂ ନିଜ ପାଇଁ ସେ କୌଣସି ଜିନିଷ ଚାହିଁବେ ନାହିଁ। ତେଣୁ ସେ ସୁଶାସନ କରିବେ। ସୁଶାସନର ଅର୍ଥ କ'ଣ? ନିଜର ସ୍ୱଜନକୁ ଅଧିକ ଭଲ ପାଇବା। ଏବଂ ସୁଶାସନ ଅଟୋମେଟିକ୍ ହୁଏନି। ମାନେ ସୁଶାସନ ସମ୍ଭାବନା କିମ୍ବା ଆମେ କହିବା ଆକ୍ସିଡେଣ୍ଟ ମାନେ ଦୁର୍ଘଟଣା, ସମ୍ଭାବନା ଏବଂ ମିଡିଓକ୍ରେସି ମାନେ କ'ଣ? ମଧ୍ୟମ ଧରଣ। ଏସବୁର ଉର୍ଦ୍ଧ୍ୱରେ ହେଉଛି ସୁଶାସନ। ତେଣୁ ଜଣେ ଉତ୍ତମ ଦାର୍ଶନିକ ହିଁ ଜଣେ ଉତ୍ତମ ଶାସକ ହୋଇପାରିବ ଏବଂ ସେ ସୁଶାସନରେ ପରିଚାଳନା କରିପାରିବ। ସେ କାହିଁକି ଏ ବିଷୟରେ ଅଧିକ ପ୍ରାଧାନ୍ୟ ଦେଇଥିଲେ? ସେ ଏଇଥିପାଇଁ ପ୍ରାଧାନ୍ୟ ଦେଇଥିଲେ କାହିଁକି ନା ସେ ଯେଉଁ ସମୟରେ ରହିଥିଲେ ତାଙ୍କର ଆଖପାଖ ଅଞ୍ଚଳରେ ଉତ୍ତମ ଶାସନ ବ୍ୟବସ୍ଥା ଚାଲୁନଥିଲା। ତାର ମୁଖ୍ୟ କାରଣ କ'ଣ ଥିଲା? ଯେଉଁମାନେ କି ଶାସନ କରୁଥିଲେ ସେମାନେ ଅପାରଗ ବା ସେମାନେ କ'ଣ କହିବି ଅସମର୍ଥ ଥିଲେ। ତେଣୁକରି ସେମାନେ ଉତ୍ତମ ଶାସନ କରିପାରୁନଥିଲେ। ତେଣୁ ପ୍ଲାଟୋ ଭାବିଲେ ଏମିତି ଗୋଟେ ବ୍ୟକ୍ତିଙ୍କୁ ଆମେ ଆମର ସମସ୍ତ କ୍ଷମତା ପ୍ରଦାନ କରିବା ଯିଏକି ଗୋଟେ ଆଦର୍ଶ ରାଷ୍ଟ୍ର ଗଠନ କରିପାରିବେ ଏବଂ ଯେଉଁ ଆଦର୍ଶ ରାଷ୍ଟ୍ରର ଆଧାରରେ ସମାଜର ସଂରଚନା ମଧ୍ୟ ସେ କରିପାରିବେ। ତାହେଲେ ଏଠି ଗୋଟେ ଇମ୍ପୋର୍ଟାଣ୍ଟ କନସେପ୍ଟ ବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆମ ମନକୁ ଆସେ ଯେ ଜଣେ ଦାର୍ଶନିକ କିଏ? କାହିଁକି ସେ ଦାର୍ଶନିକ ମାନଙ୍କୁ ଗୁରୁତ୍ୱ ଦେଉଥିଲେ? ତ ପ୍ଲାଟୋ ସକ୍ରେଟିସ୍ଙ୍କ ସଂଜ୍ଞାକୁ ପ୍ରଦାନ କରି ଦାର୍ଶନିକ କିଏ ସେଟାକୁ ସେ ବୁଝିବା ପାଇଁ ଚେଷ୍ଟା କରନ୍ତି। ଜଣେ ଦାର୍ଶନିକ ସକ୍ରେଟିସ୍ଙ୍କ ମତ ଅନୁସାରେ ଜଣେ ଦାର୍ଶନିକ ହେଉଛନ୍ତି ଯିଏକି ଜ୍ଞାନକୁ ଅଧିକ ଭଲ ପାଏ, ଯିଏକି ଜ୍ଞାନ ଆହରଣ କରିବା ପାଇଁ ତାଙ୍କର ଅନୁରକ୍ତି ଥାଏ ଏବଂ ନୂତନ ଜିନିଷ ଶିଖିବା ବା ଜାଣିବା ପାଇଁ ସେ ସବୁବେଳେ ନିଜର ଜିଜ୍ଞାସାକୁ ପ୍ରକାଶ କରିଥାଏ। ସେ ହିଁ ବାସ୍ତବରେ ଜଣେ ଦାର୍ଶନିକ। ଏବଂ ଜଣେ ଦାର୍ଶନିକ ସେ ସତ୍ୟର ଅନୁସନ୍ଧାନ କରିଥାଏ, ସେ ସତ୍ୟକୁ ଭଲ ପାଇଥାଏ ଏବଂ ସେ ଦାର୍ଶନିକ ବାସ୍ତବ ଏବଂ ଅବାସ୍ତବ ଭିତରେ କ'ଣ ପ୍ରଭେଦ ଅଛି ସେ ଜାଣିପାରନ୍ତି। ସେ ଗୋଟେ ସୁନ୍ଦର ଜିନିଷ ଦେଖନ୍ତି ଏବଂ ସୁନ୍ଦରତାର ଅର୍ଥ କ'ଣ ଜାଣିପାରନ୍ତି। ତ ସେମିତିକା ବ୍ୟକ୍ତି ବିଶେଷଙ୍କୁ ଆମେ ଦାର୍ଶନିକ କହିବା। ତାହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜଣେ ଦାର୍ଶନିକ ହିଁ କାହିଁକି ଶାସକ ହେବା ଦରକାର? ତ
तो मु बर्तमान 5 ରୁ 6ଟା पॉइंट तुम सहित आलोचना करी जो पॉइंट कि तुम मन रखा निहाती दरकार माने यही सब हूँ गोटे गोटे कारण जो कि जड़े दार्शनिक शासक होगा दरकार। प्रथम कारण कौन? प्रथम कारण हूँ जड़े दार्शनिक उत्तम विषय ज्ञान अर्जन करता है। उत्तम माने कौन? सबुठारु उत्तम कौन मो जीवन पाए बा समाज पाए सबुठारु उत्तम कौन, राष्ट्र पाए सबुठारु उत्तम कौन, तो से उत्तमतार ज्ञान तांको पाखरे थाए एवं सी होती विज्ञ व अभिज्ञतार भरपूर थिबा व्यक्ति। तांको पाखरे अवसर समय थाए, जहाँ पाखरे अवसर समय न थाए से समाज पाए बा राष्ट्र पाए कौन समय दे पारिबो, तेणु तांको पाखरे अवसर समय थाए एवं भौतिक बा वस्तुगत समस्त आरामदायक जिनिस तांको पाखरे उपलब्ध थाए। तेणु एमितिका व्यक्ति जने उत्तम शासक हेई पारिबो बा जने दार्शनिक जे कि उत्तम शासक हेई पारिबो, यह से विश्वास करथिले। द्वितीय मेन रीजन होची जने उत्तम शासक बा जने उत्तम दार्शनिक से जने उत्तम शासक हो पारिबे काहेकि से समाज लोक मान को न्याय प्रदान करि पारिबे, से ठीक भाव समस्त को चलि पारिबे। एवं कहीं से जने यदि स्वभाव देखिबा ताले से जने बहुत शांत स्वभाव रहिथिबे, तांकर मानसिकता अधिक उत्कृष्ट धरणर होइथिबो एवं से सुचरित्रवान हेथिबे। एटा होची द्वितीय कारण। तृतीय कारण कौन? तृतीय कारण होची जे तांको पाखरे एमती बहुत गुडा गुण गुड़िक अच्छी जो कि से गुण गुड़िक तांको वास्तव में जने उत्तम शासक होगापाई साहाय्य करता है। तो से गुण गुड़िक कौन? से गुण गुड़िक होची से सत्यर पुजारी होइथिबे प्रथम, द्वितीय उच्च मानसिकतार व्यक्ति विशेष होइथिबे, से श्रृंखलित होइथिबे, से साहसी होइथिबे, मृत्यु प्रति तांकर भय नथिबो एवं से निज स्वार्थ बदल अन्यर स्वार्थ को अधिक प्राधान्य देउथिबे, से निष्ठापर थिबे, से सरल व निष्कपट थिबे एवं से भौतिक बा शारीरिक सुख पछरे से लालायित नथिबे, अर्थनैतिक आशा आकांक्षा तांकर नथिबो, तुच्छ जिनिस उपरे से मनोनिवेश कर नथिबे एवं तांकर आवेग द्वारा से परिचालित हो नथिबे और सर्वोपरि से समाज कल्याण पाए बा जनस्वार्थ पाए सबुबले अहरह कौन चिंतित थिबे। सेमितिका व्यक्ति निहाती भाव में गोटे उत्तम दार्शनिक एवं से उत्तम दार्शनिक ही गोटे उत्तम शासक हो पारिबो। एटा होची तृतीय इंपोर्टेंट पॉइंट। नेक्स्ट फोर्थ रीजन होची जड़े दार्शनिक ही शासक हेबा उचित कहीं ना तांकर धन संपत्ति किंबा प्रशंसा या उपरे तांकर कौन सी आशा आकांक्षा नथिबो। किसी लोक माने अधिक अधिक केमती धन पाइबो, अधिक अधिक केमती आमे संपत्ति पाइबो, प्रशंसा पाइबो, ता पछरे सबले गुड़ी थांती। सेमितिका व्यक्ति विशेष होई न थांती जड़े दार्शनिक। एवं से गोटे इंटरेस्टिंग विषय एठारे कहती उदाहरण दे जेमिति कि गोटे रोगी गोटे उत्तम चिकित्सक आवश्यकता होता है, ठीक सेमिति गोटे रोगाग्रस्त एवं दुर्नीतिग्रस्त राजनैतिक अवस्था पाए गोटे उत्तम दार्शनिक आवश्यकता अच्छी, कारण से ही गोटे रोगाग्रस्त राजनैतिक अवस्था को सुस्थ करें। जमीक गोटे डाक्तर बा जड़े चिकित्सक गोटे रोगी को चिकित्सा करता आरोग्य प्रदान करते, ठीक सेमिति जड़े दार्शनिक ही गोटे कलुषित राजनैतिक परिस्थिति बा परिवेश को से श्रृंखलित बा ठीक बा सुस्थ करें। तो ये दक्षता क्या पाखे अच्छी? केवल जड़े दार्शनिक पाखे ही अच्छे। यहाँ हूँ तार फोर्थ रीजन। फिफ्थ मेन रीजन कौन? फिफ्थ मेन रीजन हूँ पंचम सबुठार गुरुत्वपूर्ण कारण हूँ जड़े दार्शनिक एक उत्तम व्यवस्थापक हो पारे, से भल भल व्यवस्था बा आईन प्रणयन करें। तेणु जे कि उत्तम व्यवस्था प्रणयन करें निहाती तांको द्वारा परिचालित होगा हूँ सर्वोत्कृष्ट सबुठार श्रेयस्कर एवं से जो आदर्श राष्ट्र परिचालना करेंगे से राष्ट्र को आम अनुकरण करिपरिबा एवं जदि ताको आम अनुकरण करवा ताले निहाती भाव आम समाज मंगल हो पारिबो। एटा होची आ गोटे इम्पोर्टेंट रीजन कहीं या द्वारा से लिंक करछंती जे राष्ट्रनीति को से आत्मार गठन सहित से जड़ित करछंती। केमती राजनीति को से नैतिकता सहित जड़ित करी से कहले जे जदि राष्ट्रनीति आम राष्ट्र परिचालना ठीक भाव करि परिबा प्रत्येक व्यक्ति निजर आत्मा को सुधारी पारिबे एवं उत्तम जीवन यापन करी
ଯେତେବେଳେ ମୃତ୍ୟୁବରଣ କରିବେ ସେମାନେ ସ୍ୱର୍ଗ ସୁଖ ଲାଭ କରିପାରିବେ ଏଭଳି ଭାବୁଥିଲେ ପ୍ଲାଟୋ। ଏଇଟା ହେଉଛି ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ 5 ନମ୍ବର କାରଣ। 6 ନମ୍ବର ରିଜନ୍ କ'ଣ? 6 ନମ୍ବର ରିଜନ୍ ହେଉଛି ବା 6 ନମ୍ବର କାରଣ ହେଉଛି ଯେ ଗୋଟେ ଆଦର୍ଶ ରାଷ୍ଟ୍ର ଅପରିବର୍ତ୍ତନୀୟ ବା ସମାୟତିତ ନୀତି ଗୁଡ଼ିକ ଉପରେ ଆଧାରିତ ଥାଏ ଏବଂ ସେଇ ନୀତିକୁ ଯଦି ଆମର ସମାଜର ପରିବର୍ତ୍ତନ ପାଇଁ ଯଦି ଆମେ ତାକୁ ପ୍ରୟୋଗ କରିବା ତାହେଲେ ନିହାତି ଭାବରେ ଯେତେ ରୋଗାଗ୍ରସ୍ତ ବା ଯେତେ କଳୁଷିତ ଦୁର୍ନୀତିଗ୍ରସ୍ତ ସମାଜ ହେଇଥାଉ ନା କାହିଁକି ସେଇଟା ଆରାମସେ ସୁସ୍ଥ ହୋଇପାରିବ ବା ଉତ୍ତମ ସମାଜରେ ପରିଣତ ହୋଇପାରିବ। ତେଣୁ ଏସବୁ ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ ରିଜନ୍ ବା କାରଣ ଯେଉଁଥିପାଇଁ କି ଜଣେ ଦାର୍ଶନିକ ହିଁ ଶାସକ ହେବା ଉଚିତ। ତେଣୁ ପ୍ଲାଟୋ ୟାଠାରୁ 2 ପାଦ ଆଗକୁ ଯାଇ ସେ କହନ୍ତି ଜଣେ ଦାର୍ଶନିକଙ୍କୁ ନିରଙ୍କୁଶ କ୍ଷମତା ପ୍ରଦାନ କରାଯିବା ଦରକାର। କାହିଁକି? ସେ କହିଲେ ସକ୍ରେଟିସ୍ଙ୍କ ଏକ୍ଜାମ୍ପଲ୍ ଦେଇ କହିଲେ ସକ୍ରେଟିସ୍ କହୁଥିଲେ ଯେ ବିବେକ ସବୁବେଳେ ଆଇନର ଉର୍ଦ୍ଧ୍ୱରେ ରହିବା ଦରକାର। କାହିଁକି? ସେ ଗୋଟେ ଏକ୍ଜାମ୍ପଲ୍ ଦିଅନ୍ତି ଯେମିତିକି ଜଣେ ଚିକିତ୍ସକ ଗୋଟେ ରୋଗକୁ ବିଭିନ୍ନ ପ୍ରକାର ରୋଗ ଅଛି ତ ରୋଗର ପ୍ରକାର ଅନୁସାରେ ସେ ନିଜର ନିଜର ଜ୍ଞାନକୁ ଉପଯୋଗ କରିକି ଚିକିତ୍ସା କରିଥାନ୍ତି। ଠିକ୍ ସେମିତି ଜଣେ ଦାର୍ଶନିକ ସେ ସମସ୍ତ ଆଇନ କାନୁନ ବା ବ୍ୟବସ୍ଥାର ଉର୍ଦ୍ଧ୍ୱରେ ରହିବା ଦରକାର। ସେ ନିଜର ବିବେକ ଦ୍ୱାରା ପରିଚାଳିତ ହେବା ଦରକାର। ଠିକ୍ ଯେମିତି ଜଣେ ଚିକିତ୍ସକ ରୋଗକୁ ଲକ୍ଷ୍ୟ କରି ସେ ନିଜର ମେଡ଼ିସିନ ଲେଖନ୍ତି, ଔଷଧ ଲେଖିଦିଅନ୍ତି ଗୋଟେ ରୋଗୀ କ'ଣ ସେ ସେବନ କରିବା ଦରକାର। ଠିକ୍ ସେମିତି ଗୋଟେ ଦାର୍ଶନିକ ମଧ୍ୟ ଗୋଟେ କଳୁଷିତ ସମାଜକୁ ଦେଖିବେ ଏବଂ ସେଇ ସମାଜ ପାଇଁ କ'ଣ ସବୁ ସମାଧାନ ଆମେ ପ୍ରୟୋଗ କରିପାରିବା ବା କ'ଣ ସବୁ ପଦକ୍ଷେପ ଆମେ ଗ୍ରହଣ କରିପାରିବା ଯଦ୍ୱାରା କି ସେଇ ସମାଜଟା ଉତ୍ତମ ସମାଜରେ ପରିଣତ ହୋଇପାରିବ। ତେଣୁ ଗୋଟେ ଦାର୍ଶନିକ ରାଜାଙ୍କୁ ବା ଦାର୍ଶନିକ ଶାସକଙ୍କୁ ପୁରା ନିରଙ୍କୁଶ କ୍ଷମତା ଦିଆଯିବା ଦରକାର। କିନ୍ତୁ ଏଠି ସେ କହନ୍ତି କେବଳ 4ଟା ଏମିତି କ୍ଷେତ୍ର ଅଛି ଯେଉଁ କ୍ଷେତ୍ରରେ କି ଦାର୍ଶନିକ ରାଜା ନିଜର ଶକ୍ତି ବା କ୍ଷମତାକୁ ସୀମିତ କରିବେ। ପ୍ରଥମ ହେଉଛି ନିଜର ଅଞ୍ଚଳର ପରିଚାଳନା। ତ ଯେଉଁ ରାଷ୍ଟ୍ର ବା ଯେଉଁ ଅଞ୍ଚଳକୁ ସେ ଶାସନ କରୁଛନ୍ତି ତାର ଆକାରକୁ ସେ ପରିବର୍ତ୍ତନ କରିପାରିବେ ନାହିଁ। ଦ୍ୱିତୀୟ ହେଉଛି ସମ୍ପତ୍ତିର ବିତରଣ। ଯେତେବେଳେ ସମ୍ପତ୍ତି ଜାତୀୟ ସମ୍ପତ୍ତି ଅଛି ତାକୁ ଯେତେବେଳେ ବଣ୍ଟନ କରାଯାଉଛି ସେଇଟା ପୁରା ସୁଷମ ବଣ୍ଟନ, ସମାନ ପରିମାଣରେ ବଣ୍ଟନ କରାଯିବା ଦରକାର ସମସ୍ତଙ୍କ ମଧ୍ୟରେ। ଯଦି ତା ନ ହୁଏ ତାହେଲେ ସମାଜରେ 2ଟି ଗୋଷ୍ଠୀର ଆବିର୍ଭାବ ହେବ, ଧନିକ ଏବଂ ଗରିବ ଶ୍ରେଣୀ, ଏବଂ ତାଙ୍କ ଭିତରେ ସବୁବେଳେ ବିବାଦ ରହିବ ଯାହାଦ୍ୱାରା କି ରାଜନୈତିକ ଅସ୍ଥିରତା ଦେଖାଯିବ। 3 ହେଉଛି ଶିକ୍ଷାର ପରିଚାଳନା। ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ର ଦ୍ୱାରା ନିୟନ୍ତ୍ରିତ ହେବା ଦରକାର ଏବଂ ସେଠାରେ ଦାର୍ଶନିକ ରାଜାଙ୍କର ଭୂମିକା ବା ହସ୍ତକ୍ଷେପ କରିବା ଅନୁଚିତ। ସେ କୌଣସି କ୍ଷେତ୍ରରେ ହସ୍ତକ୍ଷେପ କରିବା ଉଚିତ ନୁହଁ। 4 ନମ୍ବର ଯେଉଁ କ୍ଷେତ୍ର ଯେଉଁଠାରେ କି ତାଙ୍କର ପାୱାରକୁ ସେ ସୀମିତ କରିବା ଦରକାର ସେଇଟା ହେଉଛି ଆଦର୍ଶକୁ ଆଧାର କରି ବ୍ୟବସ୍ଥା ପ୍ରଣୟନ କରିବା ଦରକାର। ଯଦି ଆଦର୍ଶକୁ ମୁଁ ଭୁଲିଯିବି ଏବଂ ମୋ ନିଜ ଇଚ୍ଛା ମୁତାବକ ଯଦି ବ୍ୟବସ୍ଥା ତିଆରି କରିବି ତାହେଲେ ସେଇଟା ନିହାତି ଭାବରେ ତ୍ରୁଟିପୂର୍ଣ୍ଣ ହେବ। ତେଣୁ ଏହିସବୁ କ୍ଷେତ୍ରରେ ତାଙ୍କର ପାୱାରକୁ ସେ ସୀମିତ କରିବା ଦରକାର। ଅନ୍ୟଥା ନିଜର ପାୱାରକୁ ସେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଦରକାର ବା ପ୍ରୟୋଗ କରିବା ଦରକାର ଯାହାଦ୍ୱାରା କି ସେ ଯେଉଁଭଳି ଏକ ଉତ୍ତମ ସମାଜ ଗଠନ କରିବା ପାଇଁ ଚାହୁଁଛନ୍ତି ସେମିତିକା ସମାଜ ସେ ଗଠନ କରିପାରିବେ। କିନ୍ତୁ ସେ ଏତେ ପାୱାର ଦେବା ପଛରେ କ'ଣ ସବୁ କାରଣ ଥାଇପାରେ ବୋଲି ଯଦି କ୍ୱେଶ୍ଚିନ୍ ଆସେ, 2ଟା ହେଉଛି ମେନ୍ ରିଜନ୍ ଯେଉଁଥିପାଇଁ କି ସେ ନିରଙ୍କୁଶ କ୍ଷମତା ଦେଇଛନ୍ତି। ଗୋଟେ ହେଉଛି ଯେ ଯଦି କ୍ଷମତା ଗୋଟେ ଭୁଲ ବ୍ୟକ୍ତିଙ୍କ ପାଖକୁ ଚାଲିଯାଏ ତାହେଲେ ଏକଛତ୍ରବାଦ ଶାସନ କିମ୍ବା ନିରଙ୍କୁଶ ଶାସନ ବ୍ୟବସ୍ଥା ଆରମ୍ଭ ହେବାର ଆଶଙ୍କା ଥାଏ। ତେଣୁ ଗୋଟେ ଦାର୍ଶନିକ ଶାସକଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦେବା ଦରକାର। ଯଦି ତା ନ ହୁଏ ତାହେଲେ ସମାଜରେ ଯଦି ଯେଉଁମାନେ କି ଦୁର୍ନୀତିଗ୍ରସ୍ତ ପଲିଟିସିଆନ୍ ମାନେ ଅଛନ୍ତି ସେମାନଙ୍କ ପାଖକୁ ଯଦି ପାୱାର ଚାଲିଯାଏ ତାହେଲେ ସେମାନେ ସମାଜର ସେବା ବଦଳରେ ନିଜ ସେବା କରିବା ପାଇଁ, ଆତ୍ମସେବା କରିବା ପାଇଁ ସବୁବେଳେ ଅହରହ ଲାଗି ପଡ଼ିବେ। ଏବଂ ସେକେଣ୍ଡ ରିଜନ୍ ହେଉଛି ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିବା ଦ୍ୱାରା ଗୋଟେ ଦାର୍ଶନିକ ସେ ସମାଜର ମଙ୍ଗଳ ବିଷୟରେ ସବୁବେଳେ ଚିନ୍ତା କରିଥାଏ ଏବଂ ନିଜର ସେବାକୁ ସେ ଠିକ୍ ଭାବରେ ପ୍ରଦାନ କରିଥାଏ। ତ ଇଏ ସବୁ ହେଉଛି ତା'ର ଗୋଟେ ଇମ୍ପୋର୍ଟାଣ୍ଟ କାରଣ ଯେଉଁଥିପାଇଁ କି ଜଣେ ଦାର୍ଶନିକ ହିଁ ରାଜା ହେବା ଉଚିତ। ତ ବର୍ତ୍ତମାନ ଆମେ ପ୍ଲାଟୋଙ୍କର ଏହି ଦାର୍ଶନିକ ରାଜା ବା ଶାସକ ବା ଫିଲୋସଫର କିଙ୍ଗ ଉପରେ ଯେଉଁ ମତ ସେ ପ୍ରଦାନ କରିଥିଲେ
ताकू नहीं बहुत गुड़ाए क्रिटिसिजम अच्छी ता भीतर किसी इंपोर्टेंट क्रिटिसिजम आम आलोचना करबा। तो प्रथम क्रिटिसिजम होची से साधारण नागरिक मानू बा साधारण लोक मानू राजनैतिक क्षेत्र में बा निष्पत्ति ग्रहण करने क्षेत्र में से सामिल करनथिले से मानू वंचित करथिले। से कहीं करथिले से एथिपाई करथिले जे जदि साधारण लोक मानू जदि राजनीति जदि आमे से मानू सामिल करबा ताहले विभिन्न लोक माने विभिन्न मतामत देबे जद्वारा कि मतामतर सरकार गठन हेबो एवं साधारण लोकଙ୍କ पाखरे कोनोसी ज्ञान न थाए एभଳି से चिंता करथिले। किंतु या द्वारा कौन तार प्रभाव पड़िबो या द्वारा से चाहूथिले जे समालोचना हो विसम्मति हो लोक मानकर विरोध हो ए सब जिंस को आमे दूरे रखिबा। किंतु वास्तव में गोटे राष्ट्र गठन होती एवं जदि जने शासक जदि सेतिकी ज्ञानी गुणी ताहले से अन्य मानकर विसम्मति हो बा अन्य मानकर समालोचना को से निहाती भाव में शुणिबा दरकार। एटा होची गोटे प्रथम क्रिटिसिजम। सेकेंड क्रिटिसिजम होची से संख्या गरिष्ठता एवं लोकप्रिय अंशग्रहण विरुद्ध रे थिले। कहीं से एथिपाई थिले कहीं ना बहुत लोक माने जेते लोकप्रिय अंशग्रहण माने कौन बहुत लोक माने जदि राजनीतिक क्षेत्र में जदि अंशग्रहण करेंगे ताहले शासन व्यवस्था ठीक चलबनी। कहीं ना लोक मान पाखरे सेतिकी सामर्थ्य ना से माने पाखरे सेतिकी ज्ञान ना सत्यर नॉलेज सत्यर ज्ञान से पाखरे ना। किंतु वास्तव में कौन गोटे व्यक्ति पाखरे सब ज्ञान भरपूर हो रही था कि एवं से सत्य विषय पूर्ण ज्ञान थाए कि टोटाली नुह। कहीं ना जहाँ मु सत्य बोली भावुथिबे हुए तो ताहा सत्य न थाई पारे एवं वर्तमान जदि मु सत्य भावुची गोटे विषय को ताले हुए तो किछ समय पर हेडा मिथ्या भी होई पारे। तेणु सत्य रो धारणा होची माने कोन सापेक्षिक एटा सब बेले कोन परिवर्तन होई थाए। किछि किछि सत्य चिरंतन थाए आउ किछि जहाँ हम सत्य भावुची ताहा हुए तो परिवर्तन होई थाए समय क्रमे। तेणु एटा मध्य आ गोटे ड्रॉबैक जहाँ कि से ठीक भाव में प्रकाश कर नथिले। 3 नंबर क्रिटिसिजम होची से समाज बा राष्ट्र को पूरा एकक समाज भाव में गठन करा पई चाहूथिले एकक व समान समाज। किंतु वास्तव में गोटे राष्ट्र रे विभिन्न प्रकार लोक माने थांती ओके एवं विभिन्न उपादान को नहीं राष्ट्र गठित। तेणु लोक मान भीतर जेहेतु भिन्नता थिबो तेणु केबे भी आमे गोटे ऐकिक समाज बा समान परिमाण रे सबु लोक माने समान काम करथिबे सेमिति चिंता करबा होची एक भ्रांत धारणा। तो एटा होची 3 नंबर कौन क्रिटिसिजम। 4 नंबर क्रिटिसिजम कौन जे से निरंकुश क्षमता प्रदान करथिले शासकों को दार्शनिक राजा को। जदि गोटे बुद्धिमान व्यक्ति हुंतु कि जेकोसी व्यक्ति हुंतु जदि तांको आमे जदि पूरा पावर दे देबा 100% निरंकुश पावर दे देबा ताले से व्यक्ति दिने ना दिने से क्षमतार तार अपव्यवहार करिवे एटा सुनिश्चित से दुर्नीतिग्रस्त होबे निहाती। कहीं कथार अच्छी जोड़ा कि लॉर्ड एक्टन कही पावर करप्ट्स एंड एब्सोल्यूट पावर करप्ट्स एब्सोल्यूटली। क्षमता भ्रष्टाचार करे एवं निरंकुश क्षमता निरंकुश भाव भ्रष्टाचार करे। तेणु दार्शनिक राजा मध्य संपूर्ण क्षमता पाइबा परे एब्सोल्यूट पावर पाइबा परे निहाती भाव में से क्षमतार दुरुपयोग करेंगे। एटा होची 4th क्रिटिसिजम। तो यही सब क्रिटिसिजम 4टा क्रिटिसिजम को मन रख आ जति कि मु पॉइंट आज आलोचना कली जो 6टा पॉइंट से गुडा को तुम यदि परीक्षा लिखिबो निहाती भाव में तुम बहुत भल मार्क पाई परिबो। सो मु आशा करछि ए कांसेप्ट को तुम बहुत सहज रे बुझी पारछ। जदि वीडियोटी मोर जदि भल लागिला ताले लाइक करो बहुत परिश्रम करी मु वीडियोटी करछि आ मो चैनल को सब्सक्राइब करो एवं जदि किछि लिखिया पई चाहो कमेंट सेक्शन रे लिखो आ निज सांग मानू को ए वीडियो शेयर करो। आगामी वीडियो रे आउ किछि नया विषय रे मु आलोचना करिबी। टिल देन बाय।